মন ভাঙি গালে দহি হুরা কাঁচ ভাঙি গালে জড়ি হুরা মন ভাঙি গালে দহি হুরা সুরা বাজুজি জড়ি ভরে। আরে বড় আশ্চর্য কথা তুমি তুমি যাহা বিষয় ମୋ ସ୍ୱାମୀଙ୍କ ଆଗରେ ମୁଁ ଏତେ ପ୍ରଶଂସା କଲି ଅଥଚ তুমি ଯାହା ଗୋଟେ ତଳେ ପକେଇ ଦିଲ। মোরে কাঁদুছি ফুল সবারে মোরে কাঁদুছি ফুল সবারে। ତାମାନେ ମେମ୍ ସାର୍ ଏ କଣ ଆପଣଙ୍କ ସ୍ୱାମୀ? ହଁ ମୋ ସ୍ୱାମୀ ଡକ୍ଟର ସମ୍ଭବ ମହାପାତ୍ର। ଆଚ୍ଛା ତମ ନାଁ ନା? ମୋ ନାଁ ଗାୟତ୍ରୀ। ସମ୍ଭବ ଏ ଗାଈଟି ନାଉଲି ଝିଅଟା ବିଚାରି ତା ସ୍ୱାମୀ ତାକୁ ଭୁବନେଶ୍ୱର ଆଣି ଅଧା ବାଟରେ ଛାଡି କୁଆଡେ ପଳେଇଛି। ସେଇଟା ପୁଣି କୁଆଡେ ଗୋଟେ ଡକ୍ଟର ମୁଁ ବୁଝି ପାରୁନି ଏମିତି ଥାର୍ଡ ଲୋକ ଏ ପୃଥିବୀରେ ଅଛନ୍ତି। ଆମେ ସ୍ତ୍ରୀକୁ ଯଦି ତୋର ଅଧା ବାଟରେ ଛାଡି ଦେବାର ଥିଲା ତାକୁ ବାହା ହଉଥିଲୁ କାହିଁକି? ମୋର ତ ଇଚ୍ଛା ହଉଛି ଥରେ ସେ ନନସେନ୍ସ ମୋ ସାମ୍ନାରେ ପଡନ୍ତା ଚୋଟର ମାରିକି ସେ ହଁ ଯେ ସବୁ ଠିକ ଯେ ହେଲେ ତାକୁ ପାଇଲ କୋଉଠୁ? ଆରେ ମୋ ଡ୍ୟୁଟି ସାରି ଦେଲା ବେଳକୁ ଦେଖିଲି ଆଚ୍ଛା। ବିଚାରି ବାଟରେ ବସି କାନ୍ଦୁଛି। ଆଉ କେତେଟା ଭଡୁଆ ତାକୁ ମିଛରେ ମିଛରେ ସମବେଦନା ଜଣାଉଛନ୍ତି। ମୁଁ ବୁଝିଗଲି ଏଇଟା ହଉଛି ଭୁବନେଶ୍ୱର। ମୁଁ ଯଦି ସେଠି ଏ ଝିଅଟାକୁ ସେଟ୍ ନ କରେ ତାହେଲେ ସେମାନେ ଆଗକୁ ମାଳି ସାହି କିମ୍ବା ରେଲଲାଇଟ୍ ଏରିଆରେ ବିକିଦେବେ। ସେଇଥିପାଇଁ ମୁଁ ତାକୁ ମୋ ସାଙ୍ଗରେ ଆମ ଘରକୁ ନେଇ ଆସିଲି। ବଢିଆ କରିଛ। ଗାୟତ୍ରୀ ତମେ ଜମାରୁ ବ୍ୟସ୍ତ ହୁଅନି। ତମର ସେ ନନସେନ୍ସ ସ୍ୱାମୀ ଯୋଉଠି ଥିଲେ କି ମୁଁ ତାକୁ ଖୋଜି ବାହାର କରିବି। ଆଉ ସେ ସ୍କାଉଣ୍ଡେଲଟାକୁ ମୁଁ ପୋଲିସରେ ଦେବି। ଛାଡି ଦେଇଯିବ ନାଇଁ ମୋ ହାତରେ ପଡିବ। ସ୍ୱାତି ସବୁ ଠିକ ଅଛି ଯେ ତାଙ୍କ ସ୍ୱାମୀଙ୍କର ନାଁଟା କଣ? ଆରେ ସେଇଟା ଅଡୁଆ ମାନେ ମୁଁ ଯେତେ ପଚାରିଲି ତା ସ୍ୱାମୀର ନାଁଟା ସେ କହୁନି। କଣ ପାଇଁ? କହୁଛି କଣ ମୁଁ ଓଡିଆ ଘରର ବୋହୂ ଓଡିଆ ଘରର ବୋହୂ ହେଇ ମୋ ସ୍ୱାମୀକୁ ନାଁ ଧରିବି କେମିତି? ଇରେ ଯୋଉ ଇଡିୟଟଟାକୁ ଅଧା ବାଟରେ ଛାଡି ପଳେଇଲା ସେ ଇଡିୟଟ ପ୍ରତି ଆଉ ଭକ୍ତି ଦେଖି ମୁଁ ତ ଆଶ୍ଚର୍ଯ୍ୟ ହେଇଯାଉଛି। ଗାୟତ୍ରୀ ତମ ସ୍ୱାମୀଙ୍କ ନାଁ ନ କହିଲ ନାହିଁ ମତେ ଖାଲି ଏତିକି କୁହ ତମ ସ୍ୱାମୀ ଦେଖିବାକୁ କେମିତି? ଠିକ ଏମିତି। ତମେ କଣ କହିବାକୁ ଚାହୁଁଛ? ମୋ ସ୍ୱାମୀ ସ୍ୱଭାବ ତମ ସ୍ୱାମୀ? ନାଇଁ ନାଇଁ ସାର୍ ଆପଣଙ୍କ ସ୍ୱାମୀ ମୋ ସ୍ୱାମୀ ହେବେ କେମିତି? ହେଲେ ମୋ ସ୍ୱାମୀ ଦେଖିବା ପାଇଁ ଠିକ ଏମିତି ଗୋରା ତକ ତକ ଦେହ ଆଉ ଏମିତି ଡେଙ୍ଗା। ଦେଖିବାକୁ ତମ ସ୍ୱାମୀ ଭଳି ହେବେ ବୋଲି ତମେ କଣ ମୋ ସ୍ୱାମୀକୁ ତମ ସମ୍ବଳି କରିବ ନା କଣ? ନାଇଁ ମେମ୍ ସାର୍ ମୋ ଭଳି ରଜପାଟି ଗାଉଁଲି ଝିଅ ଏତେ ବଡ ବିଶ୍ୱାସ କରିବ କେମିତି? ତାଛଡ଼ା ମୋର ଓଡିଆ ଘର ବୋହୂ ହେଇ ଅନ୍ୟର ସ୍ୱାମୀକି ଆଖି ଉଠେଇ ଚାହିଁବା ପାପ। ଭାରି ଓଡିଆ ଘର ବୋହୂ। ପିଲାଟି ଦିନରେ ମୋ ବୋଉ ମରିଯାଇଛି। ସେଥିପାଇଁ ଓଡିଆ ଘରର ସନ୍ଧାନ ମୁଁ କିଛି ବି ଶିଖି ପାରିନି। ମୋର କିନ୍ତୁ ଓଡିଆ ଘର ବୋହୂ ହବାକୁ ଭାରି ଇଚ୍ଛା। ତମେ ଯେତେବେଳେ ଆମ ଘରେ ରହିଲଣି ତମେ ଯେତେ ଦିନ ଆମ ଘରେ ରହିବ ମତେ ଓଡିଆ ଘରର ସବୁ ସନ୍ଧାନ ଶିଖେଇଦବ। ଶିଖେଇଦେବି ମେମ୍ ସାର୍ ନିଶ୍ଚୟ ଶିଖେଇଦେବି। ସମ୍ଭବ ଇଏ କଣ? ଟିକେ ଚମକି ପଡିଲେ। ଇଏ ଟିକେ ଚମକିଲ। ଅନ୍ୟ ମନସ୍କ ଥିଲେ ତ ଅନ୍ୟ ମନସ୍କ କାହିଁ ରହୁଥିଲେ? ସେ ହଠାତ୍ ଦିନ କହିଦେଲେ ମୁଁ ତାଙ୍କ ସ୍ୱାମୀ ସେଇଥିପାଇଁ। ଆରେ ତମେ ତାଙ୍କ ସ୍ୱାମୀ ନୁହଁ ତମେ ତାଙ୍କ ସ୍ୱାମୀ ଭଳି ଦେଖାଯାଉଛ। ଦେଖାଯାଉଛ ତମେ କାହିଁ ଚମକୁଛ? ସେ ଆଗକୁ ଯାଉ ଦେଖିକି କହିଦେଲେ ଚମକି ପଡିଲେ। ଆଜିକାଲି ବହୁତ ଅନ୍ୟ ମନସ୍କ ରହୁଛ। ହେଇଛି କଣ? ନା ଟିକେ ନାଇଁ ଟିକେ ମାନେ କଣ? ଟେନସନ। ମୋ କଥା ଟିକେ ଶୁଣ। ଏ ଗାୟତ୍ରୀ ପାଖରେ ତା ସ୍ୱାମୀର ଫଟୋ ଫୋନ ନମ୍ବର କିଛି ବି ନାହିଁ। ଆମେ ଗୋଟେ କାମ କରିବା କେମିତି ତାକୁ ଧରିବା? ଗୋଟେ ଆର୍ଟିଷ୍ଟ ଡାକ ତା ସ୍ୱାମୀର ସ୍କେଚ୍ ତାକୁ ଆମେ ଟିଭି ନ୍ୟୁଜ ପେପର ମିଡିଆ ସବୁଠି ଦେଇଦବା। ଦେଖିବା ସେ ନନସେନ୍ସ ଡାକ୍ତର କେମିତି ମିଳିବନି। ହ୍ୟାଲୋ ହଁ ସିରିୟସ୍ ଅଛନ୍ତି? ଠିକ ଅଛି ତମେ ତ ମୋ ଟିକେ ମୋ ସାଙ୍ଗେ ସାଙ୍ଗେ ପହଞ୍ଚ। ହଁ ହଁ ସାଙ୍ଗେ ସାଙ୍ଗେ ପହଞ୍ଚ। ହଉ
ତାକେ ମତେ ମୋ ବ୍ଲଡ ପ୍ରେସର ହାଇ ଏମିତି କାଇଁ କହୁଛ? ମତେ ଲାଗିଲା ସେପଟେ କେବେ ଡାକୁଛୁ ଭାରି ଟେନସନ ଭାରି ଟେନସନ। ଦିଦିଟା ଦିଦିଟା ମାନେ କଣ? ମତେ ଲାଗିଲା ଦି ଦିନ କିଏ ଡାକୁଛନ୍ତି ତମେ ସେପଟେ ଗୋଟେ କିଏ ତମେ ବହୁତ ଅନ୍ୟ ମନସ୍କ ରହୁଛ। ଟିକେ ରିଲାକ୍ସ ହୁଅ। ମୋର ଅର୍ଜେଣ୍ଟ ଫୋନ ଆସିଛି, ମୁଁ ଯାଉଛି। ତମେ ଏଠି କଥା ହଉଥା, ମୁଁ ଆସି ତମ କଥା। এই গীতা ମୋର ଭୁଲ ହେଇଯାଇଛି ଗୀତା ମତେ ତମ କ୍ଷମା କରିଦିଅ ମତେ ଗୀତା କିଏ? ମୁଁ ତ ଗାୟତ୍ରୀ। ନାଇଁ ଗୀତା ତମ ନାଁକୁ ଯେତେ ଲୁଚେଇବାକୁ ଚେଷ୍ଟା କରିବି ମୁଁ କଣ ଜାଣିପାରିବି ତମେ ଠିକ ଟାଇମରେ ଆଜ୍ଞା ବାବା ହଁ ମୁଁ ଆପାର୍ଟମେଣ୍ଟରେ ଅଛି ଗୀତା ହଁ ମୋ ପାଖରେ ଅଛି ଏଟେ କଥା ହଉଥିଲୁ ଭଲ ମନ୍ଦ ঠিক আছে ঘর কথা মনে পড়ছিল তো বুঝে দৌছি না না কিছু ব্যস্ত নেই সে বহুত খুশিরে আছে আগে কথা ঠিক আছে দৌছি বাবা কথা হবে বুঝু ବାପା ପ୍ରଣାମ। ହଁ ମୁଁ ଭଲରେ ଅଛି। ଆପଣ ଭଲରେ ଅଛନ୍ତି ନା? ଆପଣଙ୍କ ପୁଅ ମତେ ବାଟରେ କଫି ପିଆଇଛନ୍ତି। ଆପଣଙ୍କ ପୁଅ ମତେ ଏତେ ଭଲ ପାଆନ୍ତି ବୋଲି ସେ କଥା ମୁଁ ଆଜି ଜାଣିଲି। କଣ କହିଲେ ବାପା? ଜନ୍ମଦିନର ଉପହାର? ହଁ ଆପଣଙ୍କ ପୁଅ ମତେ ଏମିତି ଉପହାର ଦେଇଛନ୍ତି ଯେ ଏ ଦୁନିଆରେ କୌଣସି ସ୍ୱାମୀ ତାଙ୍କ ସ୍ତ୍ରୀକି ଦେଇନଥିବେ। ନାଇଁ ନାଇଁ ମିଛ କାହିଁ କହିବେ, ସତ କହୁଛି। କୋଉ ଜନ୍ମରେ କି ପୁଣ୍ୟ କରିଥିଲି କେଜାଣି ଆପଣଙ୍କ ପୁଅକୁ ସ୍ୱାମୀ ଭାବରେ ପାଇଛି। ହଁ ବାପା ମୁଁ ବହୁତ ଭଲରେ ଅଛି। ଆପଣ ଭଲରେ ଅଛନ୍ତି ନା? ହଁ ହଁ ବାପା ହଁ ରହୁଛି ବାପା ପ୍ରଣାମ। ତମକୁ କଣ ଜାଗା ଧନ୍ୟବାଦ ଜଣେଇବି ସେ କଥା ମୁଁ ନିଜେ ବି ବୁଝିପାରୁନି। ତମେ କାହିଁକି ମନ ଦୁଃଖ କରୁଛ? ବିଶ୍ୱାସ କର ମୁଁ ତମ ଉପରେ ରାଗିନି କି ଅଭିମାନ ବି କରେନି। ତାଛଡା ମୁଁ ଗୋଟେ ଗାଉଁଲି ଝିଅ, ତମ ସ୍ତ୍ରୀ ହେବାର ଯୋଗ୍ୟତା ମୋର ନାହିଁ। ତମେ ତମ ପାଇଁ ଯୋଗ୍ୟ ଝିଅକୁ ବାହା ହେଇଛ। ତମ ସ୍ତ୍ରୀ ଦେଖିବାକୁ ବହୁତ ସୁନ୍ଦର, ଆଉ ତମ ଦି ଜଣଙ୍କ ଯୋଡି ଠିକ ରାମ ସୀତାଙ୍କ ପରି ଲାଗୁଛି। ତୁମରି କାନ୍ଦୁଛି ଫୁଲ ସବାଣି ତୁମରି କାନ୍ଦୁଛି ଫୁଲ ସବାଣି ତୁମରି କାନ୍ଦୁଛି ଫୁଲ ସବାଣି ତୁମରି କାନ୍ଦୁଛି ଫୁଲ ସବାଣି ଫୁଲ ସବାଣି ଫୁଲ ସବାଣି ଫୁଲ ସବାଣି लिखले हरि भो
হে খুশি সরগরে হাত রন্ধা সুখা সগ অপর ঠারু বি লাগে স্বাদ হাত রন্ধা সুখা সগ অপর ঠারু বি লাগে স্বাদ তোম মন পরা দিবানারা মা চৈতিরে তু ঋতুরানী আষাঢ়রে তু মেঘরানী শ্রাবণরে তু বর্ষারানী আসো মধুসূর দেবী সিন্ধুর আসো মধুসূর দেবী সিন্ধুর সজীবী ততে কমিয়ারানী 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 মনকর কাঁচা মেঘু পানি কতটি মনা মেলুকি মনকর কাঁচা মেঘু পানি কতটি মনা মেলুকি গাছি বাবা হয়ে সত্যি বসবাড়ি গাছি বাবা হয়ে সত্যি বসবাড়ি তোর ঘরে ভজবে ନାଇଁ ବାବା ଭୁକିଆ ବନ୍ଦ କରିବେ ସେଠି ଭୁକୁ ଦିବେ ଆଉ ବିନା କିଛି ନାହିଁ ପୁରା ଭୁକିଆ